ଉତ୍ତରକୁ ମୁଣ୍ଡ କରି ଶୁଆଯାଏ ନାହିଁ କାହିଁକି? ଉତ୍ତର ଦିଗ ହେଉଛି ମାରଗ ଯୋଗର କାରକ। ତେଣୁ ଉତ୍ତରକୁ ମୁଣ୍ଡ କରି ଶୁଆଯାଏ ନାହିଁ। ଅପରପକ୍ଷରେ ଶବର ମୁଣ୍ଡ ଉତ୍ତରକୁ ରଖାଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଉତ୍ତର ଦିଗ ହେଉଛି ଶକ୍ତିଶାଳୀ ମେରୁଧ୍ରୁବ। ଉତ୍ତର ଦିଗକୁ ମୁଣ୍ଡ କଲେ ମସ୍ତିଷ୍କର ଶକ୍ତି କ୍ଷୀଣ ହୋଇଥାଏ। ଏଣୁ ଉତ୍ତରକୁ ମୁଣ୍ଡ କରି ଶୁଆଯାଏ ନାହିଁ। ସଭାରେ କ'ଣ କରିବ ନାହିଁ? ସଭାରେ ଥାଇ କାଶିବ ନାହିଁ। ସଭାରେ ଥାଇ ହସିବ ନାହିଁ। ସଭାରେ ଥାଇ ଛେପ ପକାଇବ ନାହିଁ। ସଭାରେ ଥାଇ ଗୋଡ଼ ଲମ୍ବାଇବ ନାହିଁ। ସଭାରେ ଥାଇ କାହାର ମର୍ମ କଥା କହିବ ନାହିଁ। ସଭାରେ ଥାଇ ଆଲସ୍ୟ ଭାଙ୍ଗିବ ନାହିଁ। ସଭାରେ ଥାଇ ଆଙ୍ଗୁଳି ଫୁଟାଇବ ନାହିଁ। ସଭାରେ ଥାଇ ମିଛ କହିବ ନାହିଁ। ସଭାରେ ଥାଇ କାହାର ପକ୍ଷଯୁକ୍ତ କରିବ ନାହିଁ। ସଭାରେ ଥାଇ ଅଧର୍ମ ଆଲୋଚନା କରିବ ନାହିଁ। ସଭାରେ ଥାଇ ଅନ୍ୟାୟ କରିବ ନାହିଁ। ସଭାରେ ଥାଇ ଛିଙ୍କିବ ନାହିଁ। କେଉଁଥିପାଇଁ ରୋଗ ହୁଏ? ଦେହର ଉପଯୁକ୍ତ ଯତ୍ନ ନ ନେଲେ, ଶୁଷ୍କ ମାଂସ ଭକ୍ଷଣ କଲେ, ବୃଦ୍ଧା ରମଣୀକୁ ସମ୍ଭୋଗ କଲେ, ରାତିରେ ଦହି ପିତା ଓ ଆମିଷ ଖାଇଲେ, ବେଶ୍ୟାସକ୍ତ ହେଲେ, ଭୋକ ବେଳେ ନ ଖାଇଲେ, ଶୋଷ ବେଳେ ନ ପିଇଲେ, ମଳମୂତ୍ରରେ ବେଗରୁଦ୍ଧ ହେଲେ, ଆଳ ବେଳ ଖାଇ ଅଧିକ ପାଣି ପିଇଲେ, ଖାଇବା ପରେ ସ୍ନାନ କଲେ, ବାରମ୍ବାର ଖାଇଲେ, ଦୁଃଖରେ ଅଧୀର ହେଲେ, ସାମାନ୍ୟ କଥାରେ ବିଚଳିତ ହେଲେ, ବାରମ୍ବାର ପାଣି ଓ ବର୍ଷାରେ ଭିଜିଲେ।